ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ନିତ୍ୟାନନ୍ଦ ମହାପାତ୍ରଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ନିତ୍ୟାନନ୍ଦ ମହାପାତ୍ର ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଏବଂ ଓଡ଼ିଆ ଔପନ୍ୟାସିକ ଥିଲେ। ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। 1967 ମସିହାରୁ 1971 ମସିହା ପର୍ଯ୍ୟନ୍ତ ସେ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନେତୃତ୍ୱାଧୀନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଥିଲେ। ସେ ଥରେ ଜନ କଂଗ୍ରେସରୁ ଓ 2 ଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବ୍ରିଟିଶ ଶାସନ ବିରୁଦ୍ଧରେ ଆନ୍ଦୋଳନ କରି ସେ 3 ଥର କାରାବରଣ କରିଥିଲେ। ସେ 11 ଖଣ୍ଡ ଉପନ୍ୟାସ, 4 ଖଣ୍ଡ ଗଳ୍ପ ସଂକଳନ ଓ ଏକାଧିକ କବିତା ସଂକଳନ ରଚନା କରିଥିଲେ। ନିତ୍ୟାନନ୍ଦ ମହାପାତ୍ର ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ତାଳପଦାଠାରେ 1912 ମସିହା ଜୁଲାଇ ମାସ 17 ତାରିଖରେ ଅର୍ଥାତ୍ ରଥଯାତ୍ରା ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମାତାଙ୍କ ନାମ ଥିଲା ଲବଙ୍ଗଲତା ଓ ତାଙ୍କର ପିତା ଥିଲେ ଖ୍ୟାତନାମା ଓଡ଼ିଆ ସାହିତ୍ୟିକ ଲକ୍ଷ୍ମୀକାନ୍ତ ମହାପାତ୍ର। ସେ ତାଙ୍କ ପିତାମାତାଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ। 2012 ମସିହା ଅପ୍ରେଲ ମାସ 17 ତାରିଖରେ ସେ ଶ୍ୱାସନଳୀ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ଏବେ ଆମେ ତାଙ୍କର ରଚନାବଳୀ ସମ୍ପର୍କରେ ଜାଣି ରଖିବା। ନିତ୍ୟାନନ୍ଦ ମହାପାତ୍ର 11ଟି ଉପନ୍ୟାସ, 4 ଖଣ୍ଡ ଗଳ୍ପ ସଂକଳନ ଓ ଏକାଧିକ କବିତା ସଂକଳନ ରଚନା କରିଥିଲେ। ମାତ୍ର 7 ବର୍ଷ ବୟସରେ ସେ ସାବିତ୍ରୀ ନାମକ ଏକ ପଦ୍ୟ ଲେଖିଥିଲେ। ମାଉସୀ ଥିଲା ତାଙ୍କର ପ୍ରଥମ ଗଳ୍ପ ଏବଂ ଭୁଲ ଥିଲା ତାଙ୍କର ପ୍ରଥମ ଉପନ୍ୟାସ। ଏହି ଉପନ୍ୟାସକୁ ସେ ବାପାଙ୍କ ପ୍ରଦତ୍ତ ଅବଧୂତ ଛଦ୍ମ ନାମରେ ଲେଖିଥିଲେ। ସେ ବ୍ରହ୍ମପୁର କାରାଗାରରେ ଥିବାବେଳେ ସିପିଆଇ ଓଡ଼ିଶା ଶାଖା ପାଇଁ ଦଳର ପତାକା ଉତ୍ତୋଳନ ସଙ୍ଗୀତ "ଏଇ ଲାଲ ପତାକା ତଳେ" ରଚନା କରି ବହୁ ଚର୍ଚ୍ଚିତ ହୋଇଥିଲେ। ସେ ଡଗର ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଏଥିରେ ଡଗର ନିତ୍ୟାନନ୍ଦ ଶୀର୍ଷକରେ ନିଜର ବ୍ୟଙ୍ଗଚିତ୍ର ପ୍ରକାଶ କରି ନିଜ ବିଷୟରେ ଲେଖିଥିଲେ, "ଆପଣ ଜଣେ ବ୍ୟର୍ଥ ପ୍ରେମିକ, ବ୍ୟର୍ଥ ରାଜନୈତିକ, ବ୍ୟର୍ଥ ଲେଖକ, ବ୍ୟର୍ଥ ସାହିତ୍ୟିକ, ବ୍ୟର୍ଥ ମନୁଷ୍ୟ, ବୋଧହୁଏ ବ୍ୟର୍ଥ ପଶୁ ମଧ୍ୟ। ସାହିତ୍ୟ ଓ ରାଜନୀତି ଭିତରେ, ଧର୍ମ ଓ ପ୍ରେମ ଭିତରେ, ଧନୀ ଓ ଦରିଦ୍ର ଭିତରେ, ଜଡ଼ ଓ ଆଧ୍ୟାତ୍ମ ଭିତରେ ଦ୍ୱନ୍ଦ୍ୱ ଓ ସାଲିସ ବା ସାଲିସର ଅକ୍ଷମତା ହିଁ ଆପଣଙ୍କୁ ନିତ୍ୟ ଆନନ୍ଦ ଦେଇଛି।" ତାଙ୍କ ରଚନାବଳୀ ସମ୍ପର୍କରେ ଆମେ ଜାଣି ରଖିବା। ତାଙ୍କର ଉପନ୍ୟାସ ଗୁଡ଼ିକ ହେଉଛି ଭୁଲ 1915 ମସିହାରେ ପ୍ରକାଶ ପାଇଥିଲା, ହିଡ଼ମାଟି 1948, ଭଙ୍ଗାହାଡ଼ 1948, ବିରତି ପଥ ଖସଡ଼ା 1949, ଘରଢିଅ, ଜୀବନର ଲକ୍ଷ୍ୟ, ଜିଅନ୍ତା ମଣିଷ, କଳାଗରା, ଧଳାଗରା, ପତ୍ର ପତ୍ରିମା, ରମ୍ୟ ରଚନା ଏଗୁଡ଼ିକ ଥିଲା ତାଙ୍କର ଉପନ୍ୟାସ ପୁସ୍ତକ ଗୁଡ଼ିକ। ତାଙ୍କର ଗଳ୍ପ ଗୁଡ଼ିକ ହେଉଛି କ୍ଷଣିକା, ଆଖି ନାହିଁ କାନ ନାହିଁ, ଏ ଥିଲା ତାଙ୍କର ଗଳ୍ପ ପୁସ୍ତକ। କବିତା ଗୁଡ଼ିକ ହେଉଛି ତାଙ୍କର ପଞ୍ଚଜନ୍ୟ, କାଳରଡ଼ି ଏଗୁଡ଼ିକ ଥିଲା ତାଙ୍କର କବିତା ପୁସ୍ତକ। ତାଙ୍କ ଜୀବନୀ ହେଉଛି "ନା ଅହଂ ତିଷ୍ଠାମି ବୈକୁଣ୍ଠେ", ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ଏହି ତାଙ୍କ ଜୀବନୀ ପାଇଁ। ସେ ପାଇଥିବା ପୁରସ୍କାର ସମ୍ମାନ ଗୁଡ଼ିକ ହେଉଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର 1987 ମସିହାରେ ପାଇଛନ୍ତି, ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର 1999 ମସିହାରେ ପାଇଛନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର 1980 ମସିହାରେ ପାଇଛନ୍ତି, ଉତ୍କଳ ରତ୍ନ ସମ୍ମାନ 2006 ମସିହାରେ ପାଇଛନ୍ତି, ସହକାର ସମ୍ମାନ ମଧ୍ୟ ପାଇଛନ୍ତି। ଏ ଥିଲା ନିତ୍ୟାନନ୍ଦ ମହାପାତ୍ରଙ୍କ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏ ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହାୟତା କରେ,
ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ପ୍ରଦାନ କରିବେ।